ଆଜିର ଏହି ଭିଡ଼ିଓରେ ଆମେ ଶୁଣିବା ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଥିବା ସମୟର ସତ୍ୟ। କି କେମିତି ସମୟକୁ ଜୀବନରେ ମ୍ୟାନେଜ୍ କରେ ଓ ଆମେ ସମୟକୁ କେମିତି ମ୍ୟାନେଜ୍ କରିଲେ ଜୀବନରେ ଜୟ ପାଇପାରିବୁ। ସମୟ କାହାକୁ ଅପେକ୍ଷା କରେ ନାହିଁ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ, କାଳ ସ୍ୱାମୀ ମୁଁ ସମୟ। ସମୟ କେବେ ବନ୍ଦ ହୁଏ ନାହିଁ, କେବେ ଫେରି ଆସେ ନାହିଁ, କେବେ ଅପେକ୍ଷା କରେ ନାହିଁ। ଯେମିତି ନଦୀର ଜଳ ପୁଣି ପଛକୁ ଫେରି ଆସେ ନାହିଁ, ସେମିତି ଅପଚୟ ହେଇଥିବା ସମୟ ପୁଣି ଫେରି ମିଳେ ନାହିଁ। କୃଷ୍ଣ କହିଥିଲେ, ଅର୍ଜୁନ, ଯେମିତି ବୃଷ୍ଟି ପଡ଼ିଲେ ତାକୁ ବନ୍ଦ କରିହେବ ନାହିଁ, ସମୟକୁ ମଧ୍ୟ ଥାମି ହେବ ନାହିଁ। ପ୍ରତ୍ୟେକ କାମ ସମୟରେ କର, ନହେଲେ ସମୟ ତୋଠାରୁ ଅଧିକ ଶକ୍ତିଶାଳୀ ହେବ। ସମୟ ଅନୁସାରେ କାମ କରିବାକୁ କହିଥିବା ଗୀତାର ସୂତ୍ର। ଭଗବତ ଗୀତାରେ କୁହାଯାଇଛି, କର୍ମ କର, ଫଳକୁ ଚିନ୍ତା କର ନାହିଁ। ଏହାର ସରଳ ଅର୍ଥ, ସମୟ ଦେଲା କାମ କର, ସମୟ ଗଲା ଅଫସୋସ କରି କିଛି ହେବ ନାହିଁ। କୃଷ୍ଣ କହିଥିଲେ, ଯେ କାମ ଆଜି କରିବା ଯୋଗ୍ୟ ସେ କାମକୁ କାଲିକୁ ଲଟକାଇବା ହେଉଛି ସମୟର ଅପମାନ। ସମୟ ହେଉଛି ଅଦୃଶ୍ୟ ଗୁରୁ। ଏହା ଆମକୁ ଶିଖାଏ, ଅପେକ୍ଷା କର ନାହିଁ, ଭୟ କର ନାହିଁ, ଆରମ୍ଭ କର। ଆଳସ୍ୟ ସବୁଠୁ ବଡ଼ ଶତ୍ରୁ କୃଷ୍ଣ କହିଛନ୍ତି। ଆଳସ୍ୟ ମାନବକୁ ଧୀରେ ଧୀରେ ନଷ୍ଟ କରେ। କେବେ ଭାବିଛ କି ସମୟକୁ ଦେଖାଯାଏ ନାହିଁ, ଛୁଇଁ ହୁଏ ନାହିଁ, କିନ୍ତୁ ତଥାପି ସମୟ ଆମ ପୁରା ଜୀବନକୁ ଚଲାଏ। ଆମେ ଜନ୍ମିବାରୁ ଆରମ୍ଭ କରି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମ ସହ ଯାହା ପ୍ରତିକ୍ଷଣ ରହୁଛି ସେଇଟା ହେଉଛି ସମୟ। କିନ୍ତୁ ସତ୍ୟ କ'ଣ? ମଣିଷ ସମୟକୁ ହାରୁନି, ମଣିଷ ନିଜକୁ ହରାଏ। ସମୟ କାହାକୁ ଅପେକ୍ଷା କରେ ନାହିଁ। କାହାର ସ୍ୱପ୍ନ ଅଛି, କାହାର ପଥ ଅଛି, କାହାର ଇଚ୍ଛା ଅଛି, କିନ୍ତୁ କେତେ ଲୋକ ସେଥିରେ କାମ କରନ୍ତି। ଆମେ କହୁ, କାଲି କରିବି, ସମୟ ମିଳିଲେ କରିବି, ଠିକ୍ ସମୟ ଆସୁ ତାପରେ କରିବି। କିନ୍ତୁ ସମୟ କେବେ ଆସିକି କହିବ ନାହିଁ, ମୁଁ ତୋ ପାଇଁ ରହୁଛି, ଆଉ ତୁ ଆରମ୍ଭ କର। ପଛକୁ ଦେଖ, 5 ବର୍ଷ ପୂର୍ବେ ତୁମେ ଯାହା ଭାବିଥିଲ କେତେ କରିପାରିଲ। ତୁମେ ବଦଳିଲ, ଜୀବନ ବଦଳିଗଲା, କିନ୍ତୁ ସମୟ ସେ କେବେ ରହିଲା ନାହିଁ। ସମୟ ତ ସମାନ, ତୁମେ କେତିକି ବ୍ୟବହାର କରିବ। ଦୁନିଆର ସବୁଠୁ ଧନୀ ଲୋକ ଏବଂ ସବୁଠୁ ଗରିବ ଲୋକ ଦୁହିଁଙ୍କ ପାଖରେ ଗଣିଲେ ପ୍ରତିଦିନ 24 ଘଣ୍ଟା। ତାହେଲେ ତାର ତୁଳନା କେଉଁଠି? ସମୟକୁ କିଏ କିପରି ବ୍ୟବହାର କରୁଛି? କିଏ ଏହି 24 ଘଣ୍ଟାକୁ ସ୍ୱପ୍ନ ପାଇଁ ବ୍ୟବହାର କରେ, କିଏ ହାତରେ ମୋବାଇଲ ଧରି ସ୍କ୍ରୋଲ କରିକି ହରାଏ। 1 ଘଣ୍ଟା ତୁମକୁ ବଦଳାଇ ପାରେ, 1 ଦିନ ତୁମ ଭବିଷ୍ୟତକୁ ବଦଳାଇ ପାରେ, କିନ୍ତୁ 1 ବର୍ଷ ସମୟ ତୁମ ନାମକୁ ବଦଳାଇ ଦେଇପାରେ। ସମୟ ତୁମକୁ ତିଆରି କରେ କିମ୍ବା ପରୀକ୍ଷା କରେ। ପୃଥିବୀରେ କେହି ସଫଳତା ସହଜରେ ପାଇନାହିଁ। ସମୟ ତାକୁ ପରୀକ୍ଷା କରିଥିଲା। ଧୈର୍ଯ୍ୟ, ପରିଶ୍ରମ, ଆସ୍ଥା, ଶକ୍ତି ଦେଖୁଥିଲା। କେହି ହାରିଯାଆନ୍ତି, କାରଣ ସମୟ ତାଙ୍କ ଅପେକ୍ଷାରୁ ଅଧିକ କଠିନ। କିନ୍ତୁ ସଫଳ ଲୋକ, ସେମାନେ କେବେ କୁହନ୍ତି ନାହିଁ, ସମୟ କଠିନ। ସେମାନେ କୁହନ୍ତି, ମୁଁ ଅଧିକ ଶକ୍ତିଶାଳୀ ହେବି। ଯାହା ଆଜି କରିବ ସେ କାଲି ତୁମକୁ ବଞ୍ଚାଇବ। ତୁମେ ଯଦି ଆଜି ପଢ଼ିବ, ଆଗକୁ ତୁମ ଜୀବନ ସହଜ ହେବ। ତୁମେ ଯଦି ଆଜି ବ୍ୟାୟାମ କରିବ, କାଲି ସ୍ୱାସ୍ଥ୍ୟ ତୁମ ସହ ରହିବ। ତୁମେ ଯଦି ଆଜି ପରିଶ୍ରମ କରିବ, କାଲି ଜୀବନ ତୁମକୁ ସମ୍ମାନ ଦେବ। ସମୟରୁ କେବେ ଦୌଡ଼ି ପାରିବା ନାହିଁ, କିନ୍ତୁ ସମୟ ସହିତ ଦୌଡ଼ିଲେ ତୁମେ ଜିତିପାରିବ। ସମୟକୁ ଧରି ପାରିବା ନାହିଁ, କିନ୍ତୁ ସମୟ ତୁମକୁ ସ୍ମରଣ କରେ। ଆଜି ପୃଥିବୀ ଯାହାକୁ ସ୍ମରଣ କରୁଛି, ସେମାନେ ସମୟକୁ ମୂଲ୍ୟ ଦେଇଥିଲେ। ଭଗବାନ ବୁଦ୍ଧ, କଳିଙ୍ଗର ରାଜା, ଟେସ୍ଲା, କଳାକାର, ବିଜ୍ଞାନୀ, ସବୁଠି ସମୟର ମୂଲ୍ୟ ଏକ। ସମୟ ତୁମକୁ ସ୍ମରଣ କରିବ, ଯଦି ତୁମେ ଆଜି ନିଷ୍ପତ୍ତି ନେବ। ଏହି ମୁହୂର୍ତ୍ତ, ଏହି ସେକେଣ୍ଡ ଜୀବନକୁ ବଦଳାଇ ଦେଇପାରେ। ଶେଷ ବାକ୍ୟ, ସମୟକୁ ଧନ ବୋଲି ନୁହେଁ, ସମୟକୁ ଜୀବନ ବୋଲି ଭାବ। ଧନ ହାରିଲେ ଫେରି ପାଇବ, ମଣିଷ ହାରିଲେ ନୂଆ ପରିଚୟ ମିଳିପାରିବ, କିନ୍ତୁ ସମୟ ସେ ଫେରେ ନାହିଁ। ଜୀବନର ମୂଳମନ୍ତ୍ର ମାତ୍ର ଏତିକି,
ସମୟକୁ ମୂଲ୍ୟ ଦିଅ, ନହେଲେ ସମୟ ତୁମକୁ ମୂଲ୍ୟବାନ ପାଠ ଶିଖେଇ ଦେବ। ଯଦି ଆପଣ ଭଗବତ ଗୀତାର ଏହି ମୋଟିଭେସନ୍ ଭଲ ଲାଗିଲା ତେବେ ଲାଇକ୍ ସେୟାର କରନ୍ତୁ ଆଉ ଏମିତି ଆଧ୍ୟାତ୍ମିକ ପ୍ରେରଣାଦାୟକ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଶ୍ରୀ କୃଷ୍ଣ।